ବାଲେଶ୍ୱର ଓ ମୟୂରଭଞ୍ଜ ସୀମାନ୍ତ ରୂପସା ଦୟାନନ୍ଦ ଗୁରୁକୁଳ ଶିକ୍ଷାଶ୍ରମ ଜିଲ୍ଲାସ୍ତରୀୟ ବୈଦିକ ପରିବାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ଗୁରୁବାର ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ଆଜି ସମାଜ ପକ୍ଷରୁ ଏହା ଆୟୋଜିତ ହୋଇଥିଲା। ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ସମାଜରେ ଅନ୍ଧବିଶ୍ୱାସ, କୁସଂସ୍କାର, ଅନୀତି, ଦୁର୍ନୀତି, ଭ୍ରଷ୍ଟାଚାର ଆଦି ଦୂର କରି ସମସ୍ତଙ୍କୁ ନିଜର କରିବା ଓ ରାଷ୍ଟ୍ରର ସୁରକ୍ଷା କରିବା ଆର୍ଯ୍ୟ ସମାଜର ଲକ୍ଷ୍ୟ ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ପଣ୍ଡିତ ଲକ୍ଷ୍ମୀଧର ପଣ୍ଡା, ଦୁଷ୍ମନ୍ତ ସ୍ୱାଇଁ, ସୁଧାକର ଶାସ୍ତ୍ରୀ, କୁମାର ଗୋପାଲ, ସୁଧୀର ମୁଦୁଲ ପ୍ରମୁଖ ଉପସ୍ଥିତ ଥିଲେ। ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଓ କେଉଁଝର ଜିଲ୍ଲାର ବୈଦିକ ଧର୍ମାବଲମ୍ବୀ ସାଧୁସନ୍ଥ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ଶିକ୍ଷାକେନ୍ଦ୍ର ପକ୍ଷରୁ ବିଶ୍ୱ କଲ୍ୟାଣ ମହାଯଜ୍ଞ ଓ ଆଧ୍ୟାତ୍ମିକ ଭକ୍ତି ସଙ୍ଗୀତ ସୁଧା ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶିକ୍ଷାଶ୍ରମର ସଭାପତି ସୁରେଶ ଚନ୍ଦ୍ର ପାଣି, ଉପସଭାପତି ଅକ୍ଷୟ ମିଶ୍ର, ହେମନ୍ତ କୁମାର ବେହେରା, ସମ୍ପାଦକ ଅଶ୍ୱିନ କୁମାର ସିଂ, ସହ ସମ୍ପାଦକ ଅରୁଣ କୁମାର ସାହୁ, କୋଷାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ମହାପାତ୍ର, ଅର୍ଚ୍ଚନା ବେହେରା, ବିଜୟିନୀ ପଣ୍ଡା, ଶଶିକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ରିପୋର୍ଟ DS ଚ୍ୟାନେଲ।